ଭିଡ଼ିଓଟି ଦେଖନ୍ତୁ। ସାଙ୍ଗମାନେ ଆଜି ହେଉଛି ହାପି ହୋଲିରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ଯେହେତୁ ଏ ବର୍ଷ ଆମର ଟିକେ ଅସୁବିଧା ହେଇଗଲା, ଆମ ବୋଉ ଚାଲିଗଲେ, ତ ଆପଣମାନେ ଜାଣିଛନ୍ତି, ଆଗ ଭିଡ଼ିଓରେ ଦେଖିଛନ୍ତି। ମୁଁ ତ ନଣ୍ଡା ହେଇଛି କ'ଣ ପାଇଁ ଆପଣମାନେ ଜାଣିଛନ୍ତି। ଏ ବର୍ଷ ଆମେ ହୋଲି ଖେଳି ପାରିଲୁ ନାହିଁ, ତଥାପି ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛୁ। ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ଆପଣମାନେ ହାପିରେ ରୁହନ୍ତୁ ଆଉ ଭଲସେ ହୋଲି ଖେଳନ୍ତୁ। କ'ଣ କହୁନୁ? ମୁଁ କିଛି କହିପାରିବି। ଏ ଆମର ଭାରି ଲାଜୁକ ଘରଣୀଟା। ଆମ ଘରଣୀଟା ହେଉଛି ବହୁତ ଲାଜୁକରିଟା। ସାଙ୍ଗମାନେ ଆଜି ମୋ ସ୍ତ୍ରୀ କହିବ ତାକୁ ସବୁଠାରୁ କେଉଁ ପର୍ବ ଭଲ ଲାଗେ ଆଉ ତାକୁ କେଉଁ ଖେଳ ଭଲ ଲାଗେ କହିବା। ଅଛି ତୋତେ କେଉଁ ଖେଳ ତୋତେ ଭଲ ଲାଗେ? କହୁନୁ ତାର ଫେଭରାଇଟ୍ ଖେଳ କିଛି ନାହିଁ? ପିଲାବେଳଠୁ କିଛି ଗୋଟେ ଫେଭରାଇଟ୍ ଖେଳ ନାହିଁ? କ'ଣ ଖାଇବାକୁ ସବୁଠୁ ଭଲ ଲାଗେ? ସବୁଠାରୁ କହ, ଲାଜ କହ। ତୁ କହ, ତୁ ମୋତେ ପଚାରିବି, ମୁଁ କହିବି ମୋର ଫେଭରାଇଟ୍ ଖେଳ। କହିଥିଲେ କ୍ୟାମେରା ଆସିବ, କହିଥିଲେ ମୁଁ ଫେଭରାଇଟ୍ ଜିନିଷ ଆଣିଦେବି। ଖେଳ ଭିତରେ ମୋତେ ବହୁ ଚୋରିଟା ଖାଇବାକୁ ବହୁତ ପସନ୍ଦ। ତାର ହେଉଛି ଫେଭରାଇଟ୍ ହେଉଛି ବୋହୁ ଚୋରି। ଜାଣିଥିବେ ଆଜିକାଲି ତ ଆଉ ଖେଳୁନାହାନ୍ତି, ଆଜିକାଲି ମୋବାଇଲ ଜମାନା ହେଇଗଲାଣି। ଆଉ ତା ପିଲାବେଳ କଥା କହିଲା ସେ ବୋହୁ ଚୋରି ଖେଳ। ଆଜିକାଲି କେହି ବୋହୁ ଚୋରି ଖେଳ ଖେଳୁନାହାନ୍ତି, ଆଉ କେହି ଜାଣିନଥିବେ ଆଜିକାଲିକା ପିଲା। ଜାଣିଥିବେ ଯଦି ଖେଳୁନାହାନ୍ତି ଆଜିକାଲି। ହଉ, ତାପରେ ଖାଇବା ଖାଇବା ଭେଜ୍ ନା ନନଭେଜ୍? ଭେଜ୍ ହଉ କି ନନଭେଜ୍, ସବୁଠାରୁ ଫେଭରାଇଟ୍ ଖାଇବା? ସବୁଠୁ ମୋତେ ଚିକେନ୍ ପକୋଡ଼ା ଭଲ ଲାଗେ। ଠିକ୍ ଅଛି। ଆଉ ଗୋଟେ କ'ଣ କହୁଥିଲି ତୋତେ? କ'ଣ କେଉଁ ପର୍ବଟା ତୋତେ, 12 ମାସରେ ତ ଆମ ଓଡ଼ିଆଙ୍କର 13 ପର୍ବ, କେଉଁ ପର୍ବଟା ତୋତେ ଭଲ ଲାଗେ ସବୁଠାରୁ? ମୋତେ ଜାଗର ଭଲ ଲାଗେ। ଜାଗର? ହଉ, ଜାଣିଯାଆନ୍ତୁ ସାଙ୍ଗମାନେ ମୋ ଋତୁର କେଉଁଗୁଡ଼ା ସବୁଠୁ ଭଲ ଲାଗେ, କେଉଁ ଖେଳ ଭଲ ଲାଗେ, କ'ଣ ଖାଇବା ଭଲ ଲାଗେ, କେଉଁ ପର୍ବ ଭଲ ଲାଗେ। ତ ମୋ ବିଷୟରେ କହିଲି ମୋତେ କେଉଁଟା ଭଲ ଲାଗେ, ତମକୁ କେଉଁଟା ଭଲ ଲାଗେ? ମୋତେ କେଉଁଟା ପଚାରିଲି ନା, ମାନେ ଖେଳରେ କେଉଁ ଖେଳ? ମୋତେ ସବୁଠାରୁ ଅତି ପ୍ରିୟ ଖେଳ ମୋ କ୍ରିକେଟ୍ ଖେଳ ମୋର ସବୁଠାରୁ ପ୍ରିୟ। ମୁଁ ପିଲାବେଳେ ବହୁତ କ୍ରିକେଟ୍ ଖେଳିଛି। ସବୁବେଳେ ବ୍ୟାଟ୍ ବଲ୍ ଧରି ଦିନ ସାରା କ୍ରିକେଟ୍ ଖେଳୁଥିବି। କିଏ ଥାଉ କି ନଥାଉ, କାନ୍ଥକୁ ବଲ୍ ପକେଇ ମୁଁ ଏକୁଟିଆ ବି କ୍ରିକେଟ୍ ଖେଳେ। କାହିଁକିନା ଦିନ ସାରା 12 ଘଣ୍ଟା ଭିତରୁ 8 ଘଣ୍ଟା ମୋର ବ୍ୟାଟ୍ ବଲ୍ ମୋ ପାଖରେ ଥିବ। ବହୁତ କ୍ରିକେଟ୍ ପ୍ରିୟ ଥିଲି। ଏବେ ତ ବୟସ ବଢ଼ିଲା, ସମୟ ବଢ଼ିଗଲା, ଆଉ କ୍ରିକେଟ୍କୁ ଭୁଲିକି ଏବେ ନିଜ ଭବିଷ୍ୟତ ପାଇଁ ପଇସା ପଛରେ ଗୋଡ଼ିବାକୁ ପଡ଼ୁଛି। ଏମିତି ଆଉ, କିନ୍ତୁ କ୍ରିକେଟ୍ ଖେଳ ମୋର ବହୁତ ଫେଭରାଇଟ୍ ଥିଲା। ଆଉ ଖାଇବାରେ ଖାଇବାରେ ତ ଫାଷ୍ଟଫୁଡ଼୍ ଆଇଟମ୍ ହେଲେ ବିରିୟାନୀ। ଆଉ ବିରିୟାନୀ ମୋର ସବୁଠାରୁ ଫେଭରାଇଟ୍। ଜାଣିଥାନ୍ତୁ ସବସ୍କ୍ରାଇବର ଭାଇମାନେ, ଯେବେ ଦେଖିବାକୁ ଆସିବେ ମାନେ ବିରିୟାନୀ ନେଇକି ଆସିବେ। ମୋର ଚିକେନ୍ ପକୋଡ଼ା, ତାଙ୍କର ବିରିୟାନୀ। ହଉ ଠିକ୍ ଅଛି। ଆଉ କ'ଣ କହିବି? କେଉଁ ପର୍ବ? ପର୍ବ ସବୁଠାରୁ ଭଲ ଲାଗେ ରଜ ଭଲ ଲାଗେ। ଆଉ ରଜରେ ବହୁତ ଖେଳ ହୁଏ, କବାଡ଼ି ଖେଳ। ରଜଟା ଭଲ ଲାଗେ ମାନେ କ'ଣ? ବର୍ଷାଟା ଯେଉଁ ପକାଏ ମୋତେ ଟିକେ ଚିଟି ଲାଗେ। ରଜ ପର୍ବଟା ଭଲ ଲାଗେ ଆଉ, ଯେହେତୁ ଆମ ଓଡ଼ିଆଙ୍କର ପର୍ବ ସେଇଟା। ଆଉ ଓଡ଼ିଆ ଛଡ଼ା ଆଉ କେଉଁଠି ପର୍ବ ପାଳନ ହେଉଛି କି? କେବଳ ଓଡ଼ିଶାରେ ନା ବାହାର କେଉଁଠି ହେଉଛି ମୁଁ ତ ଜାଣିନାହିଁ। ମୁଁ କହିପାରିବିନି। ଆମର ଓଡ଼ିଶାରେ ସବୁଠାରୁ ଭଲ ପର୍ବଟା ଆଉ 5 ଦିନ 4 ଦିନ ହୁଏ। ବହୁତ ଏନ୍ଜୟ କରାହୁଏ, ବହୁତ ପିଠାପଣା ହୁଏ। ଆଉ ପାନ ବି ଯିଏ ନ ଖାଏ ରଜ ଦିନ ପାନ ବି ଖାଏ। ଗୋଟେ ପାନ କଥା ମନେ ପଡ଼ିଲା, ବୁଝିଲ? ରଜରେ କେଇଥର ପାନ ଖାଇଛ? ରଜରେ ପାନ ମୁଁ ତ ପାନ କିଛି ଖାଏ ନାହିଁ, ହେଲେ ଏମିତି ଖୁସିରେ ଗୋଟେ ରଜପାନ ଖାଇଦିଏ ବେଳେବେଳେ ଆଉ। କିନ୍ତୁ ମୁଁ ପାନ, ମଦ, ଗୁଟକା କିଛି ବି ଖାଏ ନାହିଁ। ରଜରେ ସେଇଭଳିଆ ପାନ ଟିକେ ଖାଇବା କଥା ଆଉ ନାଇଁ। ଆଉ ଖେଳ ହୁଏ, କବାଡ଼ି ଖେଳ ହୁଏ ପିଲାମାନଙ୍କ। ଆଉ ଗୋଟେ କଥା ପଚାରିବି ହେଲା, ସବୁଠୁ ତୁମକୁ କେଉଁ ଜାଗାଟା ଭଲ ଲାଗେ? କେଉଁ ଜାଗା ମାନେ ଗାଁ? ମାନେ ବୁଲିବାକୁ ଗାଁ ଭଲ ଲାଗେ ନା ସହର ଭଲ ଲାଗେ? ସବୁଠୁ ମୋତେ ସହର ଭଲ ଲାଗେ। ସହର ସେଥିପାଇଁ ଯାଇଥିଲି। ଗାଁରେ ଯାଇଥିଲି, ଗାଁରେ ଭଲ ଲାଗେ ନାହିଁ। ତ ତାହେଲେ ସହର ଭଲ ଲାଗେ? ଟାଉନ୍ ଜାଗା ତ ବହୁତ ଭଲ ଲାଗେ। ଗାଁ ଭଲ ଲାଗେ, ହେଲେ ବେଶୀ ଭଲ ଲାଗେ ଟାଉନ୍। କ'ଣ ପାଇଁ? କିଛି ତଫାତ୍ ତ ଥିବ, ଟାଉନ୍ଟା ଏମିତି ଗାଁଟା ଏମିତି। ଟାଉନ୍ରେ ସବୁ କିଛି ମିଳେ, ଆଉ ଗାଁରେ ଏଠି ପଇସା ଆଭେଲେବୁଲ୍। ପଇସା ପଛରେ ଗୋଡ଼ିବା ପାଇଁ ମୋତେ ବହୁତ ଭଲ ଲାଗେ। ପଇସା ହେଉଛି ମୋର ଜାନ୍, ଆଉ ସବୁକିଛି ମୋର ପଇସା ହେଉଛି ଜାନ୍। ତ ନୁହଁ କିଛି। ମୁଁ ପଇସା ଲୋଭ କରେନି ଏକରେ, ଦୁଇରେ ମୁଁ ବହୁତ ଖର୍ଚ୍ଚି। ପଇସା ହାତକୁ ଆସିବ ମାନେ ଖର୍ଚ୍ଚ କରିବି, ଯେଉଁ ପଟେ ହେଲେ ଖର୍ଚ୍ଚ କରିବି। ପଇସା ଦେଖ, ପଇସା ଯେଉଁ ସ୍ୱାମୀର ପଇସା ଲୋଭ ଥିବ ତାର ସେଇଭଳିଆ ସ୍ତ୍ରୀରେ ପଡ଼ିବ। ପଇସା ଖର୍ଚ୍ଚ କରିଲା ବାଲା ସ୍ତ୍ରୀରେ ପଡ଼ିଯିବ। ଯେଉଁ ସ୍ୱାମୀ, ଯେଉଁ ପୁଅ ଟିକେ ପଇସା ଖର୍ଚ୍ଚ ଥିବ ତା ସ୍ତ୍ରୀ ଟିକେ କଞ୍ଜୁସ୍ ଟାଇପ୍ର ପଡ଼ିବ। ମୋ ଭାଗ୍ୟରେ ପଡ଼ିଗଲା ଖର୍ଚ୍ଚ କରିବା ବହୁତଟା। ହଁ ମ ଆଉ କ'ଣ କହିବି? ମୋତେ କେଉଁଟା ଭଲ ଲାଗେ କହିବି? ଯେଉଁ ଟାଉନ୍ କି ଗାଁ? ତୋତେ କେଉଁଟା ଭଲ ଲାଗେ?
ମତେ ସବୁଠୁ ଗାଁ ଏରିଆଟା ବହୁତ ପସନ୍ଦ। ହୁଁ, ଟାଉନଟା କ'ଣ ଏମିତି ଟିକେ ନର୍ମାଲ ବୁଲିବା କଥା ଟାଉନରେ, ହୁଁ। ଆଉ ଯଦି ହବ ଗାଁରେ। ମୁଁ ସିନା ଆସିକି କେମିତି କ'ଣ ଟାଉନ ଉପରେ ରହିଯାଇଛି, କିନ୍ତୁ ମୋତେ ଗାଁ ଏରିଆଟା ବହୁତ ପସନ୍ଦ। ତାକୁ ଗାଁ ଗାଁରେ ନେଇ ରଖିଦବା ଆଉ ସାଙ୍ଗମାନେ, ତାକୁ ଗାଁ ଭଲ ଲାଗୁଛି ଗାଁ ମୁଁ ତ ତମକୁ ସଫିସିଏଣ୍ଟ କହୁଛି, ମୋତେ ଗାଁ ହିଁ ରଖ, ମୋତେ ଟାଉନ ଗାଁରେ ରଖିବା ଯେ ହେଲେ ସେ ହେଲେ କାମ ଏତିକି ଗାଁରେ ରହିଲେ ତ ବହୁତ କାମ କରିବାକୁ ପଡ଼େ। ହଁ। କାମ କାମ କିଛି କଥା ନାହିଁ। ଆଉ ଗୋଟେ କଥାଟା ହେଲା କ'ଣ କହିଲ, ଗାଁରେ ଯେଉଁ ଫରକଟା କ'ଣଟା ରହୁଛି, ଟାଉନରେ ନିଜ ସ୍ୱାଧୀନରେ ବଞ୍ଚିବା କଥା। ଗାଁରେ ହେଉଛି ଗାଁ ନିଜ ସ୍ୱାଧୀନ ବଞ୍ଚି ପାରିବନି, ଅନ୍ୟ କାହା କଥା ଶୁଣିକି ହିଁ ବଞ୍ଚିବାକୁ ପଡ଼ିବ, ଅନ୍ୟ କାହା କଥା ଭାବିବାକୁ ପଡ଼ିବ, ନିଜ କଥା କିନ୍ତୁ ଭାବିପାରିବନି, ଠିକ୍ ନା? ମାନେ ଟାଉନଟାକୁ ନିଜ ଇଚ୍ଛାରେ ବଞ୍ଚିଲ, ନିଜ ଇଚ୍ଛାରେ ଖାଇଲ, ନ ଖାଇଲେ କେହି ମୋତେ କହିବେନି ତମକୁ ଖାଇଛ ନା ନାହିଁ। ଆଉ ଗାଁ ଏରିଆରେ ଯଦି ସେମିତି କିଛି ବି ହେବ ନା, ତୁ ଯଦି ତୁ ନ ଖା ପଛକେ କିନ୍ତୁ ଅନ୍ୟ କାହାକୁ ଖାଇବାକୁ ଦେ। ଗାଁରେ ବେଶୀ ପର୍ବ ବେଶୀ ଭଲସେ ପାଳନ ହୁଏ, ଭୁବନେଶ୍ୱରରେ ଜଣାପଡ଼େ ନାହିଁ। ଗାଁରେ ଏଇନା ବହୁତ ମସ୍ତି କରିଥିବେ ଆଜି ହୋଲିରେ, ଆଉ ମିଠା ଖାଇକି ମଜା ବଜେଇ ହୋଲି କରିଥିବେ, କେତେ ଏନ୍ଜୟ କରିଥିବେ। ଆମେ ଟାଉନରେ ସେମିତି କିଛି ଜଣାପଡ଼ୁନାହିଁ। ତଥାପି ଆମେ ତ ହୋଲି ଖେଳିପାରିବୁ ନାହିଁ ଆଉ, ଆମର ବୋଉ ଚାଲି ହଁ, ଯାଇଛନ୍ତି। ଏମିତିରେ ବି ମୁହଁରେ ଲଗେଇଲେ ହେବ, ବଟ୍ ଆମେ ଚାହୁଁନୁ କ'ଣ ପାଇଁ ଲଗେଇବୁ। ଆମ ବର୍ଷ ସାରା ତ ଆମର ହେବନି, ସେଥିପାଇଁ ଆମେ ବର୍ଷ ସାରା ୱେଟିଂ କରିବୁ। ଆମେ ପାପ ମୁଣ୍ଡରେ ରଖିବା ନାହିଁ। ଆଉ ହୋଲିରେ ଆପଣମାନଙ୍କୁ ଆମ ନିଜର କଥା କିଛି ସେୟାର କଲୁ, ଆମର ଫେଭରାଇଟ୍ ଆଉ ପର୍ସନାଲ୍ ଜିନିଷ ଆପଣମାନେ ଜାଣିଥାନ୍ତୁ। ଆଜି ଗୋଟେ ଭଲ ଦିନଟା, ଆମର କିଛି କଥା ଦୁଇ ଜଣଙ୍କ କଥା ସେୟାର କଲୁ, ଆମର ଫେଭରାଇଟ୍, ଆମର ସବୁ ପସନ୍ଦର ଜିନିଷ। ଆଉ ଗୋଟେ କଥା ପଚାରି ଦେବାର ଅଛି। ପଚାରେ କ'ଣ ଅଛି ତମକୁ ବେଶୀ ମାନେ ମାନେ କ'ଣ ଭଲ ଲାଗେ, ମାନେ କ'ଣ କହିଲ, ଦୁନିଆଟା ତମକୁ ମାନେ କ'ଣ କହିବୁ କିଛି ବୁଝିପାରୁନି, ତମେ ବେଶୀ ସଜବାକୁ ପସନ୍ଦ କର? ସଜ ନାଇଁ, ଆମେ ତ ପୁଅ ପିଲା, ନାଇଁ, ପୁଅ ପିଲା ବି ବହୁତ ଚିକଣ ଚାକଣ ଅଛନ୍ତି, ଯେମିତି ସଜ ହବା ଇଏ କରିବା। ମୋତେ ଟିକେ ତମକୁ ଷ୍ଟାଇଲିଶ କରିବାକୁ ପସନ୍ଦ ନା ନର୍ମାଲ ଷ୍ଟାଇଲିଶ ପସନ୍ଦ? ପସନ୍ଦ ନୁହଁ। ଯଦି ଷ୍ଟାଇଲିଶ ଥିଲେ ବି ଇଚ୍ଛା, ମୁଁ ପସନ୍ଦ କାହିଁ କରେ ନାହିଁ, କାହିଁକିନା ଟିକେ ସେତିକି ଔକାତ ରହିଲେ ସେତିକି ମେଣ୍ଟେନ୍ କରିବାକୁ ଇଚ୍ଛା ହେବ। ତମକୁ ଔକାତ ନାହିଁ। ଆରେ ୟାର, ଟିକେ ଔକାତ ଥିଲେ ଭଲ ଆଇଫୋନ୍ ଧରିବାକୁ ପଡ଼ିବ, ବଡ଼ ବଡ଼ ଗାଡ଼ି ଧରିବାକୁ ପଡ଼ିବ, ବାଇକ୍ 2 ଲକ୍ଷ 3 ଲକ୍ଷ। ଔକାତ ଆଙ୍କର ଯେତିକି ସବୁ ହେଉଛି ବଡ଼ ବଡ଼ ଆଶା, କିନ୍ତୁ କିଛି କରିପାରନ୍ତି। ଔକାତ ଯେତିକି ଅଛି ଆମେ ସେତିକିରେ ରହୁଛୁ, ଷ୍ଟାଇଲ୍ ମେଣ୍ଟେନ୍ କରୁନୁ। ଯଦି ଫ୍ୟୁଚରରେ ପଇସା ରହିବ ପାଖରେ, ହାଇ ଫାଇ ମେଣ୍ଟେନ୍ କରିବା, ବହୁତ ଷ୍ଟାଇଲିଶ ମାରିବା, ଲୋକଙ୍କୁ ଜଳେଇବା ଆଉ। ଆଉ ମୋ କଥାଟା ମୁଁ କହିବି କି କ'ଣ, ମୁଁ ସବୁବେଳେ ମେକଅପ୍ଟାକୁ ବହୁତ ପସନ୍ଦ କରେ। ନିଜ ଆଗେ ଦେଖିକି ମୁଁ ନିଜେ କେମିତି ନିଜ ଦେହଟାକୁ ମେଣ୍ଟେନ୍ କରିବା ସେଇଟାକୁ ମୁଁ ନିଜେ ଦେଖେ। ପଇସା ଥାଉ ନଥାଉ କିନ୍ତୁ ଏଇଟା ମୁଁ ନିଶ୍ଚୟ କରିବି। ଆଉ ୟାଙ୍କର ସବୁବେଳେ ହେଉଛି କେମିତି କ'ଣ ପଇସାଟା ରୋଜଗାର କରିବେ, ପରିବାରକୁ ଦେଖିବେ, ନିଜ ସ୍ତ୍ରୀ କଥା ବୁଝିବେ। ଆଙ୍କର ସେମିତି ଷ୍ଟାଇଲ୍ କିଛି ବି ନାହିଁ, କିନ୍ତୁ ଅଧିକା କଥାଟା ମୁଁ କହିବି, ମାନେ ୟାଙ୍କର ଷ୍ଟାଇଲିଶ କିଛି ଗୋଟେ ନାହିଁ, କିନ୍ତୁ ମୋର ସବୁ କିଛି ଥିବ। ମାନେ ମୁଁ ନିଜ ଦେହକୁ ମେଣ୍ଟେନ୍ କରିବା, କ'ଣ ଗୋଟେ ଭଲ ପିନ୍ଧିବା, ଭଲ ମେକଅପ୍ ନେବା, ଖାଇବା କଥା ତ ଛାଡ଼। ଆମର ବେଶୀ ଖାଇବା ବାଟ ନୁହଁ, କିନ୍ତୁ ନିଜକୁ ସଜେଇବାଟା ମୋତେ ନିଜକୁ ସଜେଇବାକୁ ବହୁତ ପସନ୍ଦ ଲାଗେ। ୟାଙ୍କର ସେମିତି କିଛି ନାହିଁ, ଖାଲି ପଇସା ପରେ ହିଁ ଗଣିବ। ଆଉ ଗୋଟେ କଥା ମୁଁ କହୁଛି, କିଛି ଲୋକ ଭାବୁଥିବେ କ'ଣ କହିଲେ, ମାନେ ପଇସା ଉପରେ ବେଶୀ ଗୋଡ଼େଇଟା ବି ଭଲ ନୁହଁ, କିନ୍ତୁ ଆଜିକା ଜମାନାରେ ନା ପଇସା ପରେ ଗୋଡ଼େଇବାଟା ଠିକ୍। ତମ ପାଖରେ ଯଦି ପଇସା ଥିବ ତ ଲୋକ ଆପଣଙ୍କ ପାଖକୁ ପୁରା ଦୌଡ଼ିକି ଆସିବେ, ନା କ'ଣ? ଆପଣଙ୍କୁ ଭଲ ପାଇବା ଦେବେ, ସମ୍ମାନ ଦେବେ। ଆଉ ପଇସା ନାହିଁ ତ ତମେ କିଏ ବୋଲି ମୁଁ ତମକୁ ଚିହ୍ନିନି। ଆଉ ଲାଇଫରେ ପଇସା କମାଅ, ହାପି ରୁହ, ତମକୁ ଆମେ ପସନ୍ଦ କରିବେ, ଭଲ ପାଇବେ। ଆଉ କିଛି ଲୋକ ଆମ ଦୁଇ ଜଣ ଦେଖି ସହି ପାରୁନାହାନ୍ତି, ଯଦି କିଏ ବି ଭିଡ଼ିଓ ଦେଖନ୍ତି, ମୁଁ ଗୋଟେ ସିରିୟସଲି କଥା କହୁଛି, କିଛି ଲୋକ ସହି ପାରୁନାହାନ୍ତି। କ'ଣ ପାଇଁ ଏଇଟା ମୁଁ କହିପାରିବିନି, କିନ୍ତୁ ତ ସହି ପାରୁନାହାନ୍ତି। ଆଉ କ'ଣ ପାଇଁ ସହି ପାରୁନାହାନ୍ତି? କ'ଣ ପାଇଁ ସହି ପାରୁନାହାନ୍ତି? ସହିପାରିବେ ନାହିଁ, ଜଣ ଖୁସି ଦେଖିକି କେହି ଖୁସି ହେବେ ନାହିଁ। ଆପଣ ଯଦି ଖୁସି ହେଉଛନ୍ତି ନା, ତମ ଖୁସି କେହି ସହିପାରିବେନି। ସବୁବେଳେ ଦୁଃଖ ରହିବ ନା, ସେମାନେ ଖୁସି ହେବେ। କିଛି ଲୋକ ଭାବନ୍ତି ଆମେ ଭୁଲ ବୋଲି, କିନ୍ତୁ ସେଇଟା ଭୁଲ ଧାରଣା। କେବେ ବି ଆମ ମନକୁ ପଢ଼, କି ଜାଣ, କି ଆମ ପାଖରେ କେବେ କଥା ହୁଅ, ଜାଣିପାରିବ ସତରେ ଆମେ ଖରାପ କି ଭଲ, ନା କ'ଣ? ଖାଲି ଉପରୁ ଦେଖିଥିଲେ ସେ ପିଲାଟା ଖରାପ ବୋଲି ସେମିତି କୁହାଯାଏନି। କେବେ ମନକୁ ଥରେ ପଢ଼, ଦେଖ ଆମ ସହିତ ମିଶ। ଆଜି ବହୁତ ଦୁଃଖ ଲାଗୁଛି, ହୋଲିଟା ଆଜି ଆମେ ହୋଲି ଖେଳିପାରୁନୁ। ଆଉ କ'ଣ କରିବା, ଏମିତି ଅସୁବିଧା ହେଇଯାଇଛି ଆଉ। ଆଉ ହୋଲିରେ ଆମେ ଦୁଇ ଜଣଙ୍କର କଥା ବହୁତ ସେୟାର କଲୁ। ଆପଣମାନଙ୍କୁ ଯଦି ଭଲ ଲାଗିଥିବ, এই ভিডিও যদি আপনার ବହୁତ ଭଲ ଲାଗୁଛି, ଭିଡ଼ିଓକୁ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରନ୍ତୁ, ପ୍ଲିଜ୍ ସପୋର୍ଟ କରନ୍ତୁ। ଭିଡ଼ିଓକୁ ମୁଁ ଏଡିଟ୍ କରୁଛି, ଦେଖାବ। ଏଣ୍ଡ କରନ୍ତୁ ନାହିଁ, ଆଉ ଗୋଟେ କଥା ଅଛି ସାଙ୍ଗମାନେ, ଆପଣଙ୍କର ସବୁଠାରୁ ଫେଭରାଇଟ୍ ଖାଇବା, ଫେଭରାଇଟ୍ ଖେଳ କମେଣ୍ଟରେ କହିବ, ଆମେ ଜାଣିବୁ। ଯେଉଁ ସବସ୍କ୍ରାଇବର ଭାଇମାନେ ଦେଖୁଛନ୍ତି, ଆପଣଙ୍କର ପସନ୍ଦର କେଉଁ ଖେଳ ଆଉ କେଉଁ ଖାଇବା। ହଁ, ମୁଁ ଗୋଟେ ଆଉ ଗୋଟେ ଶୁଣ ମୋର ଆଉ ଗୋଟେ କଥା ବି କହିବାକୁ ଭୁଲି ଯାଇଥିଲି। ନାଇଁ, ମୁଁ କହିବି ମୋତେ ସବୁଠୁ ଡ୍ୟାନ୍ସ କରିବା ବହୁତ ପସନ୍ଦ ଲାଗେ। ଯେହେତୁ ମୁଁ ମ୍ୟାରେଜ୍ କରିଛି ତ ଏବେ ଡ୍ୟାନ୍ସ ପ୍ରତି ଇଣ୍ଟରେଷ୍ଟ ଆଉ ନାହିଁ, କିନ୍ତୁ ମୁଁ ଆଗରୁ ବହୁତ ଡ୍ୟାନ୍ସ କରିଥିଲି। ଆଗରୁ କରିଥିଲା, ଏବେ ଡ୍ୟାନ୍ସ କରୁନାହିଁ। ଦେଖୁଥିବ କି ଡ୍ୟାନ୍ସ କରୁଛି ଲୋକ ଫାଷ୍ଟ, କିନ୍ତୁ ମୁଁ ଏବେ ବହୁତ ଡ୍ୟାନ୍ସ ଉପରେ ମାଇଣ୍ଡ ମୋର ପାର୍ଟି ନାହିଁ। ଲିପସିଂ ଭିଡ଼ିଓ ଗୁଡ଼ା କରୁଛୁ। ଡ୍ୟାନ୍ସ କଲେ ଆମ ଭିଡ଼ିଓ ବହୁତ ଗ୍ରୋ କରନ୍ତା। ଆମର ୟୁଟ୍ୟୁବରେ ତ ମନିଟାଇଜ୍ ଅନ୍ ହେଇଯାଇଛି, $3 ହେଇଗଲାଣି। $100 କେବେ ହେବ, ପଇସା ଆସିବ। ଅଲରେଡ଼ି $3 ହେଇଗଲାଣି। $100 ହେଲେ ଆମ ଆକାଉଣ୍ଟକୁ ପଇସା ଆସିବ, ଆମେ ସେଦିନ ବହୁତ ଖୁସି ହେବୁ, ଆଉ ଭଲସେ ସେଲିବ୍ରେସନ୍ କରିବୁ। ଆପଣମାନେ ଦେଖିବେ, ଟିକେ ପ୍ଲିଜ୍ ସପୋର୍ଟ କରନ୍ତୁ। ଆମେ ବହୁତ କଷ୍ଟ ମେହନତ ପରେ ଆମେ ଯାହା ଆଉ ଗୋଟେ ପାଦ ବଢ଼ିଛୁ, ମନିଟାଇଜ୍ ଅନ୍ ହେଇଛି। ଏବେ ଖାଲି ଇନକମ୍ କରିବାର ଅଛି, ଭଲସେ ଭିଡ଼ିଓ ଦେଲେ ଇନକମ୍ ହେବ। ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା, ପ୍ରଭୁ ଭୋଳାଶଙ୍କରଙ୍କ ଇଚ୍ଛା, ତାଙ୍କର ଆଶୀର୍ବାଦ ଥିବ। ଗୋଟେ କଥା ପଚାରିବି, ତମେ ଶିବ ଠାକୁରଙ୍କୁ କ'ଣ ମାଗିଛ? ମାନେ କ'ଣ ଗୋଟେ ଜିନିଷ ମାଗିଛ ତମର ପୁରା ହେଇଯାଇଛି? ମୋର ସବୁଠାରୁ ଇଷ୍ଟ ଦେବତା, ମୋର ସବୁଠାରୁ ଇଷ୍ଟ ଦେବତା ହେଉଛି ମହାଦେବ। ହର ହର ତ ମହାଦେବ। କିଛି ତ ଗୋଟେ ଜିନିଷ ମାଗିଥିବ କି ମୋତେ ଜିନିଷଟା ମିଳିଯାଆନ୍ତି, ତ ଭଗବାନ ପୁରା କରିଛନ୍ତି କହିଲ?
ଭଗବାନଙ୍କୁ ଯାହା ମାଗେ ମୋତେ ଦିଅନ୍ତି ମୁଁ ତାଙ୍କ ଉପରେ ବିଶ୍ୱାସ ଭରସା ଆଚ୍ଛା କ'ଣଟା ଦେଇଥିବେ ନା ନାହିଁ ମୁଁ ତମକୁ ସେଇ କୋଶ୍ଚିନ୍ଟା ପଚାରୁଛି ତମେ ଏତେ କଥା ମୋତେ କୁହନି ସବୁ ତମେ ତମେ କ'ଣଟା ମାଗିଛ ତମକୁ ଦେଇଛନ୍ତି ମୁଁ ଯାହା ମାଗିଛି ଦେଇଛନ୍ତି ଯେଉଁ ସୁନ୍ଦରୀ ମାଇକିନିଆ ଗୋଟେ ଦେଇଛନ୍ତି ହଁ ଭଗବାନଙ୍କୁ ମାଗିଥିଲି ଦେଇଛନ୍ତି କ'ଣଟା ଭଗବାନ ମାଗିଲ କହିଲି ଏଇ ଝିଅଟା ଯଦି ମୋର ହେଇଯିବ ଆଉ ଭଗବାନଙ୍କୁ କିଛି ମାନସିକ କରିଥିଲି ଆଉ ତ ଅନ୍ୟ କେଉଁ କଥା ମାଗିଛ ଆଉ କିଛି ମାଗି ନାହିଁ ସେଇଟା ତ କୁହନ୍ତି ନାହିଁ ସେସବୁ ସଫଳ ହେଲା ପରେ କୁହାହବ। ବହୁତ ବଢ଼ିଆ ଶୁଣିକି ଭଲ ଲାଗିଲା ମୋତେ ବି ତ ମାଗୁଛ ଭଗବାନ ଗ୍ରେଟ୍ ଗ୍ରେଟ୍ ଆପଣମାନଙ୍କୁ ତ ଆମେ ସବୁ କଥା ସେୟାର କଲୁ ଆଉ ଭିଡ଼ିଓଟାକୁ ଆମେ ଏଇଠି ଏଣ୍ଡ କରୁଛୁ ବହୁତ ଗପିଲୁ ଆମେ ଆଉ ଆଜି ଗପିଲୁ ହୋଲିରେ ଆପଣମାନଙ୍କୁ ବହୁତ କଥା ସେୟାର କଲୁ ଆପଣମାନେ ବି ସେୟାର କରିବେ କମେଣ୍ଟରେ ଆପଣମାନଙ୍କର ଫେଭରାଇଟ୍ ସବୁ କ'ଣ ଖାଇବା କେଉଁ ଗେମ୍ ତମକୁ ଭଲ ଲାଗେ କେଉଁ ପର୍ବ ସବୁଠାରୁ ଭଲ ଲାଗେ ତମର ଯେହେତୁ ଗପୁରା ଲୋକ ହୋଲି ଖାଲି ଗପି ଚାଲିଛି ସେଥିରୁ ଯେହେତୁ ଆଜି ଗୋଟେ ଭଲ ପର୍ବ ଆମେ ପର୍ବରେ ଭଲ କଥା ଆମେ ସେୟାର କରୁଛୁ ଆପଣମାନେ କମେଣ୍ଟରେ ସେୟାର କରିବେ ଆଜିର ଭିଡ଼ିଓକୁ ଏଇଠି ରଖୁଛୁ ଭିଡ଼ିଓଟାକୁ ମୁଁ ଏଇଠି ଏଣ୍ଡ କରୁଛି ଦେଖା ହବ ନେକ୍ସଟ ବ୍ଲଗରେ ହଁ ଠିକ୍ ବାଏ ଅଛି ବାଏ କିନ୍ତୁ ଲାଇକ୍ ସେୟାର ସବସ୍କ୍ରାଇବ କରିବା ଜମା ବି ଭୁଲିବେନି ବାଏ